ସାର୍ ଏଟା କଣ ଦେଖୁଛନ୍ତି ସବୁ? କଣ ଦେଖୁନାହାନ୍ତି ଯୁଦ୍ଧ ଫୁଦ୍ଧ ଚାଲିଲାଣି ଏଗୁଡା ସବୁ କିଏ ଛିଡା ହେଇଛନ୍ତି ସମୟ ପୁଣି ମଝିରେ ଛିଡା ହେଇଗଲେ ମୁଁ ତ କେବଳ ସୌମ୍ୟ ସାରଙ୍କୁ ଜାଣିଛି ସାର୍। ଆକୁ ଜାଣିଛନ୍ତି ଏଗୁଡା କିଏ ମୁଁ ତ ଜାଣିନି ସାର୍, ମୁଁ କେବଳ ସୌମ୍ୟ ସାରଙ୍କୁ ଜାଣିଛି। କଣ ଗୋଟେ ସିଡ୍ୟୁଲ ହେଇଛି ଏଠି କଣ ଲେଖା? ମୁଁ କେବଳ ଭାରତ ବିଷୟରେ ଜାଣିଥିଲି। କଣ ସାର୍ ଦେଖୁଛନ୍ତି ସବୁ ଏଟା ସବୁ କିଏ ସାର୍? ଆପଣ ମଝିରେ ଛିଡା ହେଇଛନ୍ତି ମୁଇଁ ତ ଛିଡା ହେବି ନା। ଇଏ ପରା ହଉଛି ଆପଣଙ୍କର ୱାର୍ଲଡ ହିଷ୍ଟ୍ରିର ଫ୍ରେଞ୍ଚ ରିଭଲ୍ୟୁସନ, ରସିଆନ ରିଭଲ୍ୟୁସନ, World War I, World War II, ଇଏ ବହୁତ ଆପଣଙ୍କର ଇମ୍ପୋର୍ଟାଣ୍ଟ। ମୁଁ ତ ଖାଲି ହିଷ୍ଟ୍ରି ଜାଣିଛି। ଇଏ ହଉଛନ୍ତି ଆପଣଙ୍କର ଲେନିନ୍, ଯିଏକି ରସିଆନ ରିଭଲ୍ୟୁସନ କରିଥିଲେ। ସିଏ ହଉଛନ୍ତି କିଏ ସିଏ ଆପଣଙ୍କର ମେନ୍ କାମ୍ପ ଯିଏ ଲେଖିଥିଲେ, ହିଟଲର। ତ ଇଏ ସବୁ ଗୁଡିକ ପଢିବା ସାର୍ ସମସ୍ତେ ଜାଣିବା ଦରକାର, ସମସ୍ତେ ବୁଝିବା ଦରକାର ଏବଂ ଟିଚିଂ ଚ୍ୟାନେଲ ପାଇଁ ତ ନିହାତି ଦରକାର ଆପଣ ଷ୍ଟୁଡେଣ୍ଟ ମାନଙ୍କ ପାଇଁ। ସାର୍ ଏଇ ରବିବାର ଦିନ ହଉଛି ସାର୍ ସକାଳ 9ଟା ବେଳକୁ ରବିବାର ଦିନ ମାରାଥନ। LTR ଆର୍ଟ୍ସ ପିଲାଙ୍କୁ ହେଲ୍ପଫୁଲ ହବ। LTR ଆର୍ଟ୍ସ, SSBDD, OABS 3 ଜଣ ସମସ୍ତଙ୍କର ସିଲାବସ ଅଛି। World War I, World War II, ରସିଆନ ରିଭଲ୍ୟୁସନ, ଫ୍ରେଞ୍ଚ ରିଭଲ୍ୟୁସନ ସମସ୍ତ ସିଲାବସ ଅଛି। ଜଏନ କରନ୍ତୁ ସମସ୍ତେ ମୋ ସହିତ ସକାଳ 9ଟା ବେଳକୁ ଏଇ ରବିବାର ଦିନ ମାରାଥନ ରେ। ମୁଁ ଖାଲି ଗାନ୍ଧୀ ଜାଣିଥିଲି, ଜାଣିନଥିଲି କିଛି।